ମିଛଟାରେ କରୁଛନ୍ତି ଆପଣ ଯେଉଁ ଖ୍ରୀଷ୍ଟିଆନ ପାଖରୁ ପଇସା ନେଇକି ଏ ସବୁ ଧନ୍ଦା ନାଟକ କରୁଛନ୍ତି ଆମେ ଯଦି ହିନ୍ଦୁ ଏକଜୁଟ ହବୁ ଏବେ ସମ୍ଭାଳି ପାରିବ ତ ପ୍ରେଜ୍ ଦ ଲର୍ଡ। ଶୀଘ୍ର ଆସିଥିବା ସେ ସଦାପ୍ରଭୁଙ୍କୁ ପ୍ରଥମେ ଧନ୍ୟବାଦ ଦିଏ, କାହିଁକିନା ଆମମାନଙ୍କୁ ସେ ଏହି ଜଗତରେ ପ୍ରଭୁ ବଞ୍ଚିବାକୁ ଦେଇଛନ୍ତି ଆଉ ଜନ୍ମରୁ ଆମେ ଏତେ ବଡ଼ ହେବା ପର୍ଯ୍ୟନ୍ତ ଆମମାନଙ୍କୁ ସୁରକ୍ଷିତ ଭାବରେ ରଖିଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଯେତେ ଜଣ ଭିଡ଼ିଓ ଦେଖୁଥିବା ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ପୁଣି ଥରେ ମୁଁ ପ୍ରେଜ୍ ଦ ଲର୍ଡ ଜଣାଉଛି। ଆଉ ଆମେ ଆଜି ଗୋଟେ ବିଷୟରେ ଦେଖିବା, ଆମେ ଯିଏ ବଡ଼ ବଡ଼ ଫୋନ୍ ଧରିଛନ୍ତି ଆଉ ଘରେ ବଡ଼ ବଡ଼ ଟିଭି ଅଛି ଆଉ ମାନେ ଇଣ୍ଟରନେଟ୍ରେ ଯେ ୟୁଜ୍ କରୁଛନ୍ତି ଆଉ ଦେଖିପାରୁଛନ୍ତି ଆଉ ଶୁଣି ବି ପାରୁଥିବେ, ନ୍ୟୁଜ୍ରେ ମଧ୍ୟ କି ମିଡ଼ିଆରେ ମଧ୍ୟ କି ମାନେ ୟୁଟ୍ୟୁବ୍ରେ, ଇନଷ୍ଟାଗ୍ରାମରେ, ଫେସବୁକ୍ରେ ଦେଖିପାରୁଥିବେ। କିନ୍ତୁ ଗୋଟିଏ କାରଣ ବହୁତ ଭାଇରାଲ୍ ହେବା ପାଇଁ ଲାଗିଛି ଆଉ ଅନେକ ଜାଗାରେ ଅନେକ ମିଡ଼ିଆରେ ଅନେକ ଭିଡ଼ିଓ ବି ଭାଇରାଲ୍ ହେଉଛି। ସେଇ ଗୋଟିଏ ବିଷୟ କ'ଣ, ପ୍ରଥମେ କ'ଣ ଦ୍ୱନ୍ଦ୍ୱ ଗୋଟେ ଲାଗିଛି ସେଇଟା ଆପଣମାନେ ଶୁଣିଛନ୍ତି ଆଉ ଜାଣିଛନ୍ତି। କିନ୍ତୁ ସେଇ ତପି ମିଶ୍ରର ଗୋଟେ ଦ୍ୱନ୍ଦ୍ୱ, କାହିଁକିନା ସେ ପ୍ରଥମେ ଷ୍ଟାର୍ଟ କଲେ କ'ଣ ଏଇ ଦ୍ୱନ୍ଦ୍ୱ ପାଇଁ, ଏ ଝଗଡ଼ା ପାଇଁ, ଏଇ ମାନେ ଅନାବନା ଭିଡ଼ିଓ କରିବା ନିମନ୍ତେ ଆଉ ପ୍ରଥମରେ ଷ୍ଟାର୍ଟ କରିଛନ୍ତି ଖ୍ରୀଷ୍ଟିଆନମାନଙ୍କର ଧର୍ମ ନିମନ୍ତେ। ସେଥିପାଇଁ ଆମେ ଏଇ ବିଷୟକୁ ମାନେ ତପି ମିଶ୍ର ଏଇ ଖ୍ରୀଷ୍ଟିଆନ ମାଧ୍ୟମରେ କହିଲେ, ତାପରେ କ'ଣ କହିଛନ୍ତି ମାନେ ଆମ ଦେଶବାସୀମାନଙ୍କର, ଆମ ଦେଶର ଧର୍ମ ବିଷୟରେ କହିଛନ୍ତି। ଆଉ ଧର୍ମ ବିଷୟ କହିସାରିଲା ପରେ ଆମର ଜାତି ନୀତି ମାନେ SC ST OBC ଜେନେରାଲ ସମସ୍ତଙ୍କୁ ମାନେ ନିନ୍ଦାରେ ପକାଇଥିଲେ। ଏଇଟା ଜାଣିଛନ୍ତି, এই ଭିଡ଼ିଓ ବି ଦେଖିଛନ୍ତି। ପ୍ରିୟର ଭାଇ ଭଉଣୀମାନେ, କାହିଁକି ଏ ପ୍ରକାର ହେଉଛି, କ'ଣ ପାଇଁ ଏ ପ୍ରକାର ହେଉଛି ଆମେ ଜାଣିବାର ଆବଶ୍ୟକ କି ନାହିଁ। ଆମେ ପ୍ରଭୁଙ୍କର ଲୋକ, ପ୍ରଭୁଙ୍କର ବିଶ୍ୱାସୀ, ପ୍ରଭୁଙ୍କର ସେବକ, ପ୍ରଭୁଙ୍କର ଯେତେ ଆମେ ସବୁଠୁ ପ୍ରଭୁଙ୍କର, କିନ୍ତୁ ସେବାରେ ଯେଉଁମାନେ ନାହାନ୍ତି ସେମାନେ ଜାଣିପାରିବେ ନାହିଁ। କିନ୍ତୁ ଜାଣିବାର ଆବଶ୍ୟକ ଅଛି ପ୍ରିୟର ଭାଇ ଭଉଣୀମାନେ। ସେଥିପାଇଁ ଆମେ ଏଇ ଦ୍ୱନ୍ଦ୍ୱ କାହିଁକି ହେଉଛି, ଏଇ ଦଗା କାହିଁକି ସୃଷ୍ଟି ହେଉଛି, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଶୀଘ୍ର ଆସୁଛନ୍ତି। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ ଆମେ ଜାଣିବା ପାଇଁ ଯିବା ଯେ ଏ ପ୍ରକାର ହେଉଛି ମାନେ ଆମର ନିଜର ମନକୁ ଆମର ସଜାଡ଼ିବାର ଅଛି ପ୍ରିୟର ଭାଇ ଭଉଣୀମାନେ। ସେଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ପ୍ରଭୁଙ୍କର ବିଶ୍ୱାସିନୀ ଆଉ ପ୍ରଭୁଙ୍କର ପାଳକ ପାଳିକା ସମସ୍ତେ ଆମେ କ'ଣ କରିବା ଉଚିତ, ପ୍ରଭୁଙ୍କୁ ହିଁ ବିଶ୍ୱାସରେ ଆମର ମନକୁ ଯତ୍ନରେ ଆମେ ପରିବର୍ତ୍ତନ ହେବା ନିମନ୍ତେ ଆମେ ଯିବା ପାଇଁ ପଡ଼ିବ। ଆଉ ଏବେ ବର୍ତ୍ତମାନ ଦେଖନ୍ତୁ, ତପି ମିଶ୍ର ସେଇ ସବୁ ବିଷୟକୁ ନେଇ ଜେଲ୍ ପଳାଇଛନ୍ତି। କିନ୍ତୁ କେଉଁ କାରଣରେ ଜେଲ୍ ଯାଇଛନ୍ତି ସେଇଟା ଆପଣମାନେ ମିଡ଼ିଆରେ ଶୁଣିଥିବେ କି ନାହିଁ ମୁଁ ଜାଣିନାହିଁ। କିନ୍ତୁ ଦେଖନ୍ତୁ, ଏବେ ତାଠୁ ତପି ମିଶ୍ରର ତାର ଭାଇ ତପି ମିଶ୍ର ଯେଉଁ ପ୍ରକାର ହେଉଥିଲେ ଠିକ୍ ସେମିତି ତାର ଭାଇ ଏବେ ଠିକ୍ ସେମିତି ମିଡ଼ିଆରେ କହିବାକୁ ଚାଲିଛି ଆଉ ଲୋକମାନଙ୍କୁ ଧମକ ବି ଦେଉଛି। ଆଉ ଲୋକମାନଙ୍କୁ ମାନେ ଦେଖନ୍ତୁ, ତାଙ୍କର ଭିଡ଼ିଓ ସ୍କ୍ରିପ୍ଟଟା ମୁଁ ଲଗାଇ ଦେଉଛି, ଆପଣମାନେ ଦେଖନ୍ତୁ। ଆପଣ ଯେଉଁ ଖ୍ରୀଷ୍ଟିଆନ ପାଖରୁ ପଇସା ନେଇକି ଏ ସବୁ ଧନ୍ଦା ନାଟକ କରୁଛନ୍ତି ଆମେ ଯଦି ହିନ୍ଦୁ ଏକଜୁଟ ହବୁ ଏବେ ସମ୍ଭାଳି ପାରିବ ତ? ମୋର ତ 1000ଟା ବାପା ରେ, ତମର 1000ଟା ବାପା। ତମର ନା ଗୋଟିଏ ଭଗବାନ, ନା ଗୋଟିଏ ଦେବତା, ନା ତମର କ'ଣ ଗୋଟିଏ କ'ଣ ଅଛି ତମର? ଆମର ଗୋଟିଏ ପରମେଶ୍ୱର ଯୀଶୁ। ଓକେ, ଖ୍ରୀଷ୍ଟିଆନ ବିରୁଦ୍ଧରେ ଯେଉଁ କଥା କହୁଛ, ଲାଜ ଲାଗୁନି? ତମେ ଏତେ ତଳକୁ ଖସିଗଲ କିରେ? ତମେ ମଣିଷ ନା ପଶୁ? ଆରେ ଖ୍ରୀଷ୍ଟିଆନ ମାନଙ୍କୁ ତମେ ବହିଷ୍କାର କର, ସାମାଜିକ ବାଛନ କର। ତମର ଦମ ଅଛି? ତମର ଦମ ଅଛି କି ଖ୍ରୀଷ୍ଟିଆନ ମାନଙ୍କର ବିରୁଦ୍ଧରେ କଥା କହୁଛ? ଆଜି ଯଦି ତମେ ବଞ୍ଚିଛ, ଆଜି ଯଦି ତମର ପରିଚୟ ଅଛି, ସେଇଟା ଖ୍ରୀଷ୍ଟିଆନ ମାନଙ୍କର ଦେନ୍। ମନେ ରଖିଥିବ, ଆମେ ବାଲେଶ୍ୱରିଆ 01
ତାପରେ ତୁମେ 02 ଆଉ ଆମେ ଏଠିକାର ବାସିନ୍ଦା ତମ ଭଳିଆ ଉଠା ଚୁଲିଆ ନୁହଁ ଉଠିକି ଆସିକି ଏଠି କୋଉଠି ରହିଛୁ ଆମ ଖତ ବାଡ଼ ଜେଡେ ତୁମ ଜାଗା ଟୋଟାଲ ସେତିକି ଏତିକି ମନେ ରଖିଥିବୁ ରେ ପୁଅ ମନ ଇଚ୍ଛା କଥାବାର୍ତ୍ତା କଣ କରୁଛ ତମର ଦମ ଅଛି ଆଚ୍ଛା ତମର ବାପା ଦିନେ କେବେ ତୁମେ ସିନେମା କଣ ଜାଣିଥିଲ କିରେ ଫିଲ୍ମ କଣ ଜାଣିଥିଲ ଫିଲ୍ମର ଶବ୍ଦ କେବେ ଶୁଣିଥିଲ ସେଇଟା ଖ୍ରୀଷ୍ଟିଆନ ମାନେ ଦେଲାଟା ଆଜି ଯୋଉ ତୁ ୟୁଟ୍ୟୁବ ତୋତେ ଲାଜ ଲାଗୁନାହିଁ କିରେ ତମମାନଙ୍କୁ ଲାଜ ଲାଗୁନାହିଁ ଯେ ୟୁଟ୍ୟୁବରେ ଯୋଉ ତମେ ଆସିକି ଲାଇଭ୍ ଆସୁଛ କୋଉ ସନାତନୀ ତିଆରି କଲା ୟୁଟ୍ୟୁବରେ ତମେ ଆସି ଲାଇଭ୍ ଆସୁଛ ଯଦି ତମେ ସତରେ ଗୋଟେ ବାପାର ଔରସରେ ଜନ୍ମ ହେଇଛ ତାହେଲେ ଖ୍ରୀଷ୍ଟିଆନ ମାନେ ତିଆରି କଲା କୌଣସି ଜିନିଷ ତମେ ବ୍ୟବହାର କର ନାହିଁ ଓକେ ତମେ ଯଦି ସତରେ ମନୁଷ୍ୟ ଆଉ ସତରେ ଯଦି ତମର ଦେହ ରକ୍ତ ଅଛି ଇଜ୍ଜତ ଅଛି ତମେ ଯଦି ମାନେ ଗୋଟିଏ ବାପାର ସନ୍ତାନ ବୋଲେ ଲାଜ ଶରମ ଯଦି ଅଛି ତାହେଲେ ଖ୍ରୀଷ୍ଟିଆନ ମାନେ ତିଆରି କଲା କୌଣସି ଜିନିଷ ତମେ ୟୁଜ୍ କର ନାହିଁ ଓକେ ତପି ମିଶ୍ର ତୁମକୁ ମୁଁ କହି ରଖୁଛି ତମେ ଯୋଉ ସାର୍ଟ ପିନ୍ଧୁଛ ତମେ ଯୋଉ ଘରେ ରହୁଛ ତମେ ଯୋଉ ମୋବାଇଲ ୟୁଜ୍ କରୁଛ ତମେ ଯୋଉ ପିଉଛ ଖାଉଛ ବୁଲୁଛ A to Z ସେଟା ତମର କୋଉ ସନାତନୀ ତିଆରି କଲାଟା ସେଇଟା ଏକ୍ସପ୍ଲେନ ଟିକେ କରୁନୁ ଟିକେ ଏକ୍ସପୋଜ କରେ କିଏ ବନାଇଲାଟା ଲାଜ ଲାଗୁନି ଗୋବର ଭକ୍ତ ମାନେ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କଥା କହିବାର ଗୋଟେ ସୀମା ଅଛି ଶୁଣିବାରେ ଆମର ବି ଗୋଟେ ସୀମା ଅଛି ଓକେ ନିଜର ଅକାତକୁ ଆସ ଲେଙ୍ଗଟି ନଥିଲା ଲେଙ୍ଗଟି ପିନ୍ଧିବା ପାଇଁ କପଡ଼ା ନଥିଲା ତମମାନଙ୍କୁ ରେ ବୁଝୁଛ ଆଜି ଯାହା ବି ଅଛ ଖ୍ରୀଷ୍ଟିଆନ ମାନଙ୍କର ଦେନରେ ଅଛ ଆଜି ଯଦି ପୃଥିବୀ ଚାଲିଛି ଆଜି ଯଦି ଇଣ୍ଡିଆ ଚାଲିଛି ଆଜି ଯଦି ଓଡ଼ିଶା ଚାଲିଛି ଖ୍ରୀଷ୍ଟିଆନ ମାନଙ୍କର ଦେନରେ ଚାଲିଛି ତମର ବାପା ଦିନେ କେବେ କମ୍ପ୍ୟୁଟର ଦେଖିଥିଲ ତମର ବାପା ଦିନେ କେବେ ଗାଡି କଣ ଜାଣିଥିଲ କାର କଣ ଜାଣିଥିଲ ତମର ବାପା ଦିନେ ମୋବାଇଲ କେବେ ଦେଖିଥିଲ ତମର ବାପା ଦିନେ ୟୁଟ୍ୟୁବ ଫେସବୁକ ଇନଷ୍ଟାଗ୍ରାମ କେବେ ଚଲାଇଥିଲ ତମ ବାପା ଦିନେ ସିନେମା କଣ ଜାଣିଥିଲ କିରେ ସିନେମା ଫିଲ୍ମ କଣ ଜାଣିଥିଲ ସନାତନୀ ସିନେମା କରିଛ ସନାତନୀ ସିନେମାରେ ଯୋଉ କ୍ୟାମେରା ୟୁଜ କରୁଛ ଯୋଉ ଏଡିଟିଂ କରୁଛ ଯୋଉ ମ୍ୟୁଜିକ ବଜେଇଛ ସେ ସବୁ କାରଟା କୋଉ ସନାତନୀ ତିଆରି କଲାଟାରେ କୋଉ ସନାତନୀ ତିଆରି କଲାଟା ସବୁ ଖ୍ରୀଷ୍ଟିଆନ ମାନେ ତିଆରି କଲାଟା ଲାଜ ଲାଗୁନି ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କଥା କହି